ଆଜିର ଚାଲିଶଟି ଅନୁଚିନ୍ତା ଯାହା ଆପଣଙ୍କ ଜୀବନକୁ ବଦଳେଇ ଦବ। ଏକ କଥାରେ ଅଛି ସୁଖ ଆଉ ଦୁଃଖ ଆମ ଜୀବନରେ ଅତିଥି ଭଳି ଜଣେ ପରେ ଜଣେ ନିଶ୍ଚୟ ଆସିବେ ଆଉ ଚାଲିଯିବେ ମଧ୍ୟ। ଯଦି ସେ ଦୁହେଁ ଆମ ଜୀବନରେ ଆସିବେ ନାହିଁ ତାହେଲେ ତ ଆମେ ଆମ ଜୀବନରେ କିଛି ଅନୁଭବ ହିଁ କରିପାରିବା ନାହିଁ। 2 ରୂପକୁ ଯେତେ ସଜାଇଲେ କଣ ହେବ ଯଦି ତୁମ ପାଖରେ ଗୁଣ ନାହିଁ? ସେ ରୂପର କିଛି ମହତ୍ତ୍ୱ ନାହିଁ କାରଣ ସମ୍ମାନ ଆଉ ଇଜ୍ଜତ କେବଳ ସଂସ୍କାରରୁ ହିଁ ମିଳେ। ଯେପରି ରାଜା ନିଜ ଦେଶରେ ସମ୍ମାନ ପାଉଥିବା ବେଳେ ବିଦ୍ୱାନ ସାରା ଦେଶରେ ସମ୍ମାନ ପାଏ। 3 ଯେଉଁଠି ଦୟା ସେଇଠି ଧର୍ମ, ଯେଉଁଠି ଲୋଭ ସେଇଠି ପାପ, ଯେଉଁଠି କ୍ରୋଧ ସେଇଠି ବିନାଶ, ଯେଉଁଠି କ୍ଷମା ସେଇଠି ଭଗବାନଙ୍କ ବାସ। 4 ଜୀବନରେ ପ୍ରତ୍ୟେକଟି ସମୟକୁ ଖୁସିରେ ଅତିବାହିତ କରିବାକୁ ଚେଷ୍ଟା କର। କିଏ ଜାଣେ ଆମେ ଚିନ୍ତା କରୁଥିବା ଭବିଷ୍ୟତ ପାଖରେ ପହଞ୍ଚିବା ପୂର୍ବରୁ ହୁଏତ ଆମେ ଦୁନିଆ ପାଇଁ ଅତୀତ ହୋଇଯାଇଥିବା। 5 ରାଜା ସବୁବେଳେ ମୁକ୍ତ। ରାଜାର ଚିନ୍ତା ଏବଂ ଚେତନା ସମଗ୍ର ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଭଲ ହେଉ କି ମନ୍ଦ, ରାଜ୍ୟର ଉନ୍ନତି ଅବନତି ପାଇଁ ସ୍ୱୟଂ ରାଜମୁଖ୍ୟ ଉତ୍ତରଦାୟୀ। 6 କାହାର ବିବଶତାର ଅନ୍ୟାୟପୂର୍ଣ୍ଣ ସୁବିଧା ଉଠାଇବା ନିଜ ପାଇଁ ମହାଭୟଙ୍କର ବିପତ୍ତିକୁ ବରଣ କରିବା ସହିତ ସମାନ। 7 ଲକ୍ଷ୍ୟ ସ୍ଥଳର ପଥ ଯେତେ ବି କଠିନ ହେଉଥାଉ ନା କାହିଁକି ନିଜର ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଯଦି ଥିବ ସେ ଲକ୍ଷ୍ୟ ସ୍ଥଳରେ ନିଶ୍ଚିନ୍ତ ପହଞ୍ଚି ପାରିବ, ଏଥିରେ ସନ୍ଦେହ ନାହିଁ। 8 ମିଥ୍ୟା କହୁଥିବା ବ୍ୟକ୍ତି ସବୁବେଳେ ଫଡ଼ ଫଡ଼ ହୁଏ ହେଲେ ସଫଳ ଓ ସତ୍ୟ କହୁଥିବା ବ୍ୟକ୍ତି ବହୁତ ନୀରବ ହୋଇଥାନ୍ତି। 9 ନୀରବତା ଏମିତି ଏକ ଚାବିପେନ୍ଥା ଯାହା ସମସ୍ତଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ରଖେ। 10 ଆମେମାନେ ସମସ୍ତେ ସୁଖ ପାଇଁ ବିକଳ, କିନ୍ତୁ ସୁଖ କାହିଁ? ଧନଜନରେ, ବିଦ୍ୟାବୁଦ୍ଧିରେ, ଖ୍ୟାତି ପ୍ରତିପତ୍ତିରେ କିମ୍ବା ନାମ ଯଶ ପ୍ରଭୃତି ଅନିତ୍ୟ ପାର୍ଥିବ ପଦାର୍ଥରେ କେହି କେବେହେଲେ ସୁଖୀ ହୋଇପାରି ନାହାନ୍ତି। ତେଣୁ ଆମେ ପ୍ରଥମେ ନିଜକୁ ଚିହ୍ନିପାରିଲେ ହିଁ ପ୍ରକୃତ ଅର୍ଥରେ ସୁଖୀ ହେଇପାରିବା। 11 ଗର ଠୁ କବାଟ ଛୋଟ କବାଟ ଠୁ ତାଲା ଛୋଟ ତାଲା ଠୁ ଛୋଟ ଚାବି ହେଲେ ସେହି ଛୋଟ ତାଲା ରେ ପୁରା ଗରର କବାଟ ଖୋଲି ହୁଏ। ସେହିପରି ଛୋଟ ଛୋଟ ସୁବିଚାର ହିଁ ଆମ ଜୀବନରେ ବଡ଼ ବଡ଼ ପରିବର୍ତ୍ତନ ଆଣିଥାଏ। ତେଣୁକରି ଏଥିପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। 12 ଖରାପ ସମୟ ଜୀବନ ସାରା ରହେ ନାହିଁ, କିନ୍ତୁ ଖରାପ ସମୟରେ ଯଦି କେହି ଖରାପ ବ୍ୟବହାର କରନ୍ତି ତାହେଲେ ତାହା ଜୀବନ ସାରା ମନେ ରହିଯାଏ। 13 ସମୟ ସହ ଆମର ସମ୍ପର୍କ ମଧ୍ୟ ବଦଳିବାରେ ଲାଗିଛି। ପ୍ରଥମେ ଘରକୁ କେହି କୁଣିଆ ଆସିଲେ ଆମେ କଦଳୀ ପତ୍ରରେ ଖାଦ୍ୟ ପରସୁଥିଲେ, ସମ୍ପର୍କ ସେମିତି କଦଳୀପତ୍ର ପରି ସବୁଜ ଓ ସୁନ୍ଦର ମଧ୍ୟ ରହୁଥିଲା। ତାପରେ ଯୁଗ ଆସିଲା, ମାଟିର ସମ୍ପର୍କ ମଧ୍ୟ ମାଟି ପରି ଜାବୁଡ଼ି ହୋଇ ରହୁଥିଲା। ତାପରେ ଆସିଲା କଂସା ଓ ପିତ୍ତଳର ସମୟ, ଯେମିତି ପୁରୁଣା ହୋଇ ଚାଲିଲା, ସମ୍ପର୍କ ମଧ୍ୟ ଫିକା ହୋଇ ଚାଲିଲା। ତାପରେ ଆସିଲା କାଚର ସମୟ, ଟିକିଏ ଆଘାତରେ ସମ୍ପର୍କ ମଧ୍ୟ କାଚ ପରି ଚୁର ମାର ହୋଇ ପଡ଼ିଲା। ଏବେ ସମୟ ଆସିଲା କାଗଜର ଖାଇଦିଅ ଓ ଫିଙ୍ଗିଦିଅ, ମାନେ ସମ୍ପର୍କ ଆମର ହୋଇଗଲା ୟୁଜ୍ ଏଣ୍ଡ ଥ୍ରୋ, ମାନେ ଆଜି ସମ୍ପର୍କର କୌଣସି ମୂଲ୍ୟ ନାହିଁ। ତେଣୁ ଆଜି ସେ ଶୁଭ ସମୟ ଆସିଛି ପୁଣି ସମ୍ପର୍କର ନୂତନ ମୂଳଦୁଆ ପକାଇ ପୁନଶ୍ଚ ସବୁଜ ସୁନ୍ଦର ଭାବେ ସମ୍ପର୍କକୁ ଗଢ଼ିତୋଳି ଆଗକୁ ଆମେ ବଢ଼ି ଚାଲିବା। 14 ଆପଣ ଭାଗ୍ୟ ଉପରେ ଯେତିକି ବିଶ୍ୱାସ କରିବେ ସେ ଆପଣଙ୍କୁ ସେତିକି ନିରାଶ କରିବ। ତେଣୁ ସର୍ବଦା କର୍ମ ଉପରେ ବିଶ୍ୱାସ କରନ୍ତୁ, ସବୁବେଳେ ଆପଣ ଆଶା କରିଥିବା ପ୍ରାପ୍ୟ ଠାରୁ ନିଶ୍ଚୟ ଅଧିକ ମିଳିବ। 15 ସମୟ, ଯଶ, ଧନ, ଟଙ୍କା ଏବଂ ଯୌବନ ସବୁବେଳେ ଭାଗ୍ୟ ସହ ସହଯୋଗ କରିନଥାନ୍ତି, କିନ୍ତୁ ସତ୍କର୍ମ, ଉତ୍ତମ ବୁଝାମଣା ଏବଂ ସକାରାତ୍ମକ ଚିନ୍ତାଧାରା ସବୁବେଳେ ଆମ ଭାଗ୍ୟକୁ ସହଯୋଗ କରିଥାନ୍ତି। 16 ତେଣୁକରି ତ ନିର୍ମଳ ହୃଦୟ ଓ ସତ୍ୟବଚନ କହୁଥିବା ବ୍ୟକ୍ତି ହିଁ ଏ ଦୁନିଆରେ ସବୁବେଳେ ଏକା ହୋଇ ହିଁ ରହିଥାନ୍ତି। 17 ଯଦି ଆପଣ ସୁଖ ଚାହୁଁଛନ୍ତି ତ ତାହେଲେ ରାତିରେ କେବେ ଅନିଦ୍ରା ରୁହନ୍ତୁ ନାହିଁ। ସେହିପରି ଜୀବନରେ ଯଦି ଶାନ୍ତି ଚାହୁଁଛନ୍ତି ତ ତାହେଲେ କେବେହେଲେ ଦିନରେ ଶୋଇବେ ନାହିଁ। ଆଉ ଜୀବନରେ ଯଦି ସମ୍ମାନ ଚାହୁଁଛନ୍ତି ତ କେବେହେଲେ ବ୍ୟର୍ଥ କହିବେ ନାହିଁ। ଠିକ ସେହିପରି ଆପଣ ଯଦି ଭଲ ପାଇବା ଚାହୁଁଛନ୍ତି ତ କେବେହେଲେ ନିଜ ଲୋକଙ୍କଠାରୁ ଦୂରକୁ ଯିବେ ନାହିଁ। 18
ନିଜ ଚେହେରାକୁ ଯେତେ ସଜାଇଲେ କ'ଣ ହେବ ଯଦି ଆପଣଙ୍କ ପାଖରେ ଗୁଣ ହିଁ ନାହିଁ? ସେ ଚେହେରାର କିଛି ମହତ୍ତ୍ୱ ନାହିଁ, କାରଣ ସମ୍ମାନ ଆଉ ଇଜ୍ଜତ କେବଳ ସଂସ୍କାରରୁ ହିଁ ମିଳେ। ଯେପରି ରାଜା ନିଜ ଦେଶରେ ହିଁ ସମ୍ମାନ ପାଉଥିବା ବେଳେ ବିଦ୍ୱାନ ସାରା ଦେଶରେ ସମ୍ମାନ ପାଇଥାଏ। 19 ସେହିପରି ଜୀବନର ପ୍ରତିଟି ମୁହୂର୍ତ୍ତ ଅନ୍ୟକୁ ଖୁସି ଏବଂ ଅନ୍ୟର ଉପକାର କରି ବିତେଇବାକୁ ଚେଷ୍ଟା କରନ୍ତୁ, କାହିଁକି ନା ପ୍ରତି ସନ୍ଧ୍ୟାରେ କେବଳ ସୂର୍ଯ୍ୟ ହିଁ ଅସ୍ତ ହୁଅନ୍ତି ନାହିଁ, ଆପଣଙ୍କ ଜୀବନର ବହୁମୂଲ୍ୟ ଦିନଟିଏ ବି ଅସ୍ତ ହୋଇଯାଇଥାଏ। 20 ଫଳ ଦ୍ୱାରା ବୃକ୍ଷ ଚିହ୍ନାଯାଏ। ଫଳର ନାମ ଅନୁସାରେ ବୃକ୍ଷର ନାମ ମୋହରାଙ୍କିତ ହୋଇଥାଏ ଏବଂ ଫଳର ସ୍ୱାଦ ଓ ତାର ଆଦରଣୀୟତା ବୃକ୍ଷର ଗୌରବ ବୃଦ୍ଧି କରି ତାହାକୁ ସର୍ବସମ୍ମୁଖରେ ଆଦୃତ କରେ। 21 ଫଳର ପ୍ରକୃତ ବ୍ୟବହାରିକ ଦିଗଟି ଯେତେ ହୋଇଥାଏ, ବୃକ୍ଷର ଆବଶ୍ୟକତା ଓ ଯଥୋଚିତ ନିର୍ଭରଯୋଗ୍ୟତା ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୁଏ। ଫଳର ଆଗ୍ରହ ନୁହେଁ, ବରଂ ତାର ଉପକାରିତା ଏବଂ ବ୍ୟବହାରିକ ପରିତୃପ୍ତି ଅଧିକ। 22 ମାନବିକତା ହିଁ ମନୁଷ୍ୟ ପ୍ରାଣର ବାସ୍ତବ ଓ ସ୍ୱଚ୍ଛ ପ୍ରତିଫଳନର ପ୍ରକୃତ ଅନ୍ତର୍ନିହିତ ପରିସ୍ଫୁଟଣ ଓ ଚରିତ୍ର, ଚିନ୍ତା ଓ ଚେତନାର ଭିତ୍ତିଭୂମି। ବିବେକର୍ଷଣ ଓ ଉତ୍ତମତା ମନୁଷ୍ୟକୁ ସାର୍ବଜନୀନ ଭାବରେ ଅଧିକ ଆଦରଣୀୟ କରି ଶ୍ରେଷ୍ଠତ୍ୱ ଓ ମହାନତା ପ୍ରତିପାଦନ କରେ। 23 ନିଜ ଅନ୍ତର୍ନିହିତ ଶକ୍ତି ବଳରେ ଯେ କୌଣସି ବ୍ୟକ୍ତି ଅସାଧ୍ୟ କାର୍ଯ୍ୟକୁ ସାଧନ କରିପାରେ। ଏ ପ୍ରକାର ଆବିର୍ଭାବ ଜଣଙ୍କ ପାଖରେ ରହିବା ଉଚିତ ଯେ ଦୁନିଆର ଅତି କଠିନରୁ କଠିନତମ କାମକୁ ସେ ଚାହିଁଲେ ଅକ୍ଳେଶରେ କରିପାରିବ। ସେ ଖୁବ୍ ବଳୀୟାନ, ଆଉ ତାର ଆଉ କେହି ବି ସମକକ୍ଷ ନାହାନ୍ତି। 24 ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସୀମା ମଧ୍ୟରେ ସୀମାବଦ୍ଧ ରହିବା ଉଚିତ। ସୀମାର ଲଙ୍ଘନ କରିବା ଅର୍ଥ ବିପଦକୁ ହାତଠାରି ଡାକି ଆଣିବା, ଏଣୁ ସମସ୍ତେ ନିଜର ସୀମାକୁ ଲକ୍ଷ୍ୟ ରଖି ଆଗକୁ ବଢ଼ିବା ଦରକାର। 25 ଯେଉଁ ବ୍ୟକ୍ତି ଅତ୍ୟଧିକ ଗର୍ବ କରେ, ତାର ସେ ଗର୍ବ କେବେହେଲେ ରହେ ନାହିଁ। ଦିନେ ନା ଦିନେ ତା ଗର୍ବ ଭାଙ୍ଗେ, ଅହଙ୍କାର ତୁଟେ। ସେତେବେଳେ ସେ ନିଜ ପାଇଁ ସ୍ଥାନ ଖୋଜି ପାଏ ନାହିଁ, କାରଣ କେହି ତାକୁ ପାଖ ପସେଇବାକୁ ରାଜି ହୁଅନ୍ତି ନାହିଁ। 26 ଜୀବନରେ ଯେତେ ସମସ୍ୟା ଥାଉ ନା କାହିଁକି ଚିନ୍ତା କଲେ ତାହା ଦୁଇଗୁଣ ହୋଇଯାଏ, ନୀରବ ରହିଲେ ତାହା ଅଧା କମିଯାଏ, ଧୈର୍ଯ୍ୟ ରଖିଲେ ତାହା ସମ୍ପୂର୍ଣ୍ଣ ସମାପ୍ତ ହୁଏ ଏବଂ ଭଗବାନଙ୍କୁ ପ୍ରାର୍ଥନା କଲେ ତାହା ସୁଖରେ ପରିଣତ ହୋଇଯାଏ। 27 ଅନ୍ୟଠାରୁ ସେବା ଚାହିଁବ ନାହିଁ, ବରଂ ଅନ୍ୟର ସେବା କରିବ। 28 ଅନ୍ୟଠାରୁ କିଛି ପାଇବା ଆଶା କରିବ ନାହିଁ। ଯଦି ତୁମଠାରୁ କେହି କିଛି ପାଇବାକୁ ଆଶା କରିଥାଏ, ତାହା ପୂରଣ କରିବାକୁ ଚେଷ୍ଟା କରିବ। 29 ସେଇମାନେ ହିଁ ସମ୍ପର୍କର ମାନେ ବୁଝିଥାନ୍ତି, ଯିଏ ଭିତରେ କାନ୍ଦୁଥିଲେ ବି ଉପରେ ଖୁସି ରହି ଅନ୍ୟକୁ ଖୁସି ରଖିବାକୁ ଚେଷ୍ଟା କରନ୍ତି। 30 ଅଭାବରେ ପଡ଼ି ମଧ୍ୟ କେବେ ନିଜର ଧର୍ମପଥ ଛାଡ଼ ନାହିଁ, ତାକୁ ଦୃଢ଼ ଭାବରେ ଧର, ଦେଖିବ ତୁମକୁ ନିର୍ମଳ ସୁଖ ମିଳିବ। 31 ଯେତେବେଳେ ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ ହୁଅ, ସୁଖ ଦୁଃଖ ଯାହା ଆସିଲେ ବି ତାକୁ ଦୃଢ଼ତାର ସହ ହୃଦୟରେ ଧରି ଆନନ୍ଦ ଲାଭ କର। 32 ସୁଖ ଏବଂ ଦୁଃଖକୁ ସମ ଭାବରେ ଦେଖ, ସୁଖରେ ବେଶୀ ଆତ୍ମହରା ହୁଅ ନାହିଁ କି ଦୁଃଖରେ ଭାଙ୍ଗି ପଡ଼ ନାହିଁ। 33 ସମୟ ଆଜି କାହାକୁ ରାଜା କରିଦିଏ ତ ଆଉ କାହାକୁ ଭିକାରୀ କରିଦିଏ। ସଂସାରରେ କୌଣସି ବସ୍ତୁ ସ୍ଥିର ବା ଚଞ୍ଚଳ ହୋଇ ରହେ ନାହିଁ। 34 ଯେତେବେଳେ ମନୁଷ୍ୟ ବିପଦରେ ପଡ଼େ ସେତେବେଳେ ଜଣାଯାଏ ଯେ ସେ ମନୁଷ୍ୟ ସାଧୁ ନା ଅସାଧୁ। 35 ଜ୍ଞାନର ଭଣ୍ଡାର ସହ ବନ୍ଧୁତା କରି ଅଗ୍ରସର ହୁଅ, ସଫଳତା କିମ୍ବା ବିଫଳତା ଏହା ଉପରେ ପ୍ରଭାବ ପକାଇ ପାରିବେ ନାହିଁ। 36 ସ୍ୱପ୍ନ ଦେଖିବା ପାପ ନୁହେଁ, କିନ୍ତୁ ନିଜ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ ହୋଇଥାଏ। 37 ତୁମର ପ୍ରଥମ ବିଜୟ ପରେ ବିଶ୍ରାମ ନିଅ ନାହିଁ, କାହିଁକି ନା ଯଦି ଏରେ ଅସଫଳ ହେବ ତେବେ ଲୋକେ କହିବେ ତୁମର ପ୍ରଥମ ବିଜୟ ଏକ ଭାଗ୍ୟର ଖେଳ ଥିଲା। 38 ଶାରୀରିକ ପରିଶ୍ରମରେ ସଫଳତା ମିଳିନଥାଏ, ବରଂ ଏଥିପାଇଁ ସଚେତନତା ଓ ନିଷ୍ଠାର ମୁଖ୍ୟ ଆବଶ୍ୟକତା ରହିଛି। 39 ଶାନ୍ତିର ସନ୍ଧାନରେ ଆଗକୁ ବଢ଼ି ନିଜ କାମକୁ ପ୍ରାଧାନ୍ୟ ଦିଅ, ସଫଳତା ସହ ଭେଟ ହେବା ନିଶ୍ଚିତ ଅଟେ। 40 ଜୀବନର 5ଟି ସତ୍ୟ। 1 ମାଙ୍କ ଠାରୁ ବିଶ୍ୱାସୀ କେହି ବି ନାହିଁ।
ଦୁଇ ଗରିବର କେହି ବନ୍ଧୁ ନାହିଁ। ତିନି ଲୋକେ ଗୁଣ ନୁହେଁ ଚେହେରା ଦେଖିଥାନ୍ତି। ଚାରି ଇଜ୍ଜତ ମନୁଷ୍ୟର ନୁହଁ ପଇସାର ହୋଇଥାଏ। ପାଞ୍ଚ ଯାହାକୁ ସବୁଠାରୁ ବେଶୀ ପ୍ରେମ କରିଥାଅ ସେ ହିଁ ସବୁଠାରୁ ବେଶୀ ଦୁଃଖ ଦେଇଥାଏ।